ଆଜ୍ଞା ନମସ୍କାର। ଇଏ ନୂଆ ନୁହେଁ, ଅଲରେଡି 3 ବର୍ଷ ହେଲା ମୋର ତପସ୍ୟା ରଙ୍ଗମଞ୍ଚ ଚାଲିଛି। ଏଇଟା ହଉଛି ଚତୁର୍ଥ ବର୍ଷ ତାର। କିନ୍ତୁ 3 ବର୍ଷ ହେଲା ମୁଁ ଯାହା କରୁଥିଲି ଏ ବର୍ଷ ଏଇ ତପସ୍ୟା ରଙ୍ଗମଞ୍ଚକୁ ନେଇକି ଏ ବର୍ଷ ଟିକେ ନୂଆ ରୂପରେ ନୂଆ ଢଙ୍ଗରେ ଯୋଉ ଲେଖା ହେଇଛି, ସତରେ ଟିକେ ନୂଆ ରୂପରେ ନୂଆ ଢଙ୍ଗରେ ବହୁତ କିଛି ମୁଁ ଚେଞ୍ଜ କରିବାକୁ ଅଛି। ପ୍ରଥମ ହଉଛି ମୋର ନାଟକ। ମୁଁ ଆଜି ପର୍ଯ୍ୟନ୍ତ ବି 3 ବର୍ଷ ହେଲା ଯୋଉ ନାଟକ କରିଛି ସମସ୍ତେ ସମସ୍ତେ ଦେଖିଲା ଭଳିଆ ନାଟକ ଆଜ୍ଞା। ଏପଟେ ଯେଡ଼େ ଯେଡ଼େ ପାଟି ପଡ଼ିଥାଉ ଏ ମୋର ବହୁତ ନୂଆ ଛୁଆମାନଙ୍କୁ ପ୍ରଥମ ହେଉଛି ତପସ୍ୟାର ଧର୍ମ କ'ଣ ନା ସେ ପ୍ରତ୍ୟେକ ବର୍ଷ 30ଟା ଡିଷ୍ଟ୍ରିକ୍ଟର 30ଟା ପିଲାଙ୍କୁ ମାଗଣା ରଖେ। ମାଗଣା ଶିକ୍ଷା ଦିଆଯାଏ ତାଙ୍କୁ ଯାତ୍ରା ବିଷୟରେ ଏବଂ ବର୍ଷ ଶେଷରେ ସେମାନଙ୍କ ଯୋଗ୍ୟତା ଅନୁସାରେ ମୋର ଗୋଟେ ଗୋଟେ ଫୋନ୍ରେ ସେମାନେ ଯାଇକି ଅଲଗା ଅଲଗା ଯାତ୍ରା ପାର୍ଟିରେ ଚାକିରି କରନ୍ତି। ଇଏ ହେଉଛି ତପସ୍ୟାର ମୂଳ ମନ୍ତ୍ର। ତେଣୁ ଏମାନଙ୍କୁ ପ୍ରାକ୍ଟିକାଲ ଦେବା ପାଇଁ ମୁଁ ଗୋଟେ ରୁମ୍ ଭିତରେ ଏମାନଙ୍କୁ ଯେଉଁ ଦୀର୍ଘ 2010ରୁ ଶିଖଉଥିଲି ଏବଂ ଯେତେବେଳେ ବଡ଼ ବଡ଼ ପାର୍ଟିକି ଏମାନଙ୍କୁ ଛାଡ଼ି ଦେଉଥିଲି, ବଡ଼ ବଡ଼ କଳାକାରମାନଙ୍କ ସାଙ୍ଗରେ ଛୁଆମାନଙ୍କର ତାଳମେଳ ଖାଇଲାନି, ଡର ରହିଲା ଭାରି, ନର୍ଭସ୍ ଟେଣ୍ଡେନ୍ସି ରହିଲା, ଦର୍ଶକଙ୍କୁ ଦେଖିଲେ ଡରିଲେ, ଏଡ଼େ ଏଡ଼େ ମଞ୍ଚକୁ ଦେଖିଲେ ଡରିଲେ, ବଡ଼ ବଡ଼ କଳାକାରଙ୍କ ସାଙ୍ଗରେ କାମ କରିବାକୁ ଡରିଲେ। ତେଣୁ ମୁଁ ଏଇ 3 ବର୍ଷ ହେଲା କ'ଣ କଲି ନା ପିଲାମାନଙ୍କୁ 2-3 ମାସ ଖଣ୍ଡେ ଶିଖେଇବି ଗୋଟେ ରୁମ୍ରେ। ଯେମିତି ଆମର କଳାକାରମାନଙ୍କର ଆଖଡ଼ା ହୁଏ ସେମିତି ମୋର ଆଖଡ଼ା ହେଉଛି 3 ମାସ, 2 ମାସରୁ 3 ମାସ। 3 ମାସ ପରେ ମୁଁ ମିନିମମ୍ 7 ମାସେ ଯାତ୍ରା ପାର୍ଟି ବାହାର କରେ। ଯାତ୍ରା ପାର୍ଟି ମାଧ୍ୟମରେ ଏମାନଙ୍କର ପ୍ରାକ୍ଟିକାଲକୁ ପ୍ରାକ୍ଟିକାଲ ହେଇଯାଏ, ପିଲାମାନଙ୍କର ଡର ଛାଡ଼ିଯାଏ ଏବଂ ବହୁତ ସିରିଏଲ ପିଲା ବି ଆସିକି ଯାତ୍ରା ଜିନିଷ ପୁରା ଅଲଗା। ତେଣୁ ସିରିଏଲ ପିଲାମାନଙ୍କୁ ହ୍ୱାଟ୍ ଇଜ୍ ଯାତ୍ରା ସେଇ ଜିନିଷକୁ ପୁରା ଶିକ୍ଷା ଦିଆଯାଏ ଏବଂ ବର୍ଷେ ପରେ ସେମାନେ ବଢ଼ିଆ ବଢ଼ିଆ ମୋର ଏଇନା 200-250 ଖଣ୍ଡେ ପିଲା ସବୁ ଯାତ୍ରା ପାର୍ଟିରେ ଅଛନ୍ତି। ଆପଣ ଯୋଉ ସନ୍ଦୀପ, ଏଇ ଯୋଉ ବବୁଲ, ଏମାନେ ସବୁ ଦେଖୁଛନ୍ତି, ଏମାନେ ସବୁ ତପସ୍ୟାର ବହୁତ ପିଲା ମୋର। ଏମାନେ ଆଉ ସିଦ୍ଧିଶ, ଏଗୁଡ଼ା ଏମାନେ ସବୁ ହେଉଛନ୍ତି ତପସ୍ୟାର। ତେଣୁ ମୁଁ ସମସ୍ତଙ୍କୁ ଆପଣମାନଙ୍କ ମାଧ୍ୟମରେ ଅନୁରୋଧ କରୁଛି, ଯୋଉମାନେ ବି ନୂତନ କଳାକାର ଯାତ୍ରାକୁ ଯିବାକୁ ଆଗ୍ରହ ତମର, ମୋ ପାଖରେ ବର୍ଷେ ରୁହ, ବର୍ଷେ ଶିଖ ସବୁ ଗୁରୁମାନଙ୍କଠୁ। ମୁଁ ମାନେ କଥା ଦଉଛି ଏନିବଡି କ୍ୟାନ୍ ଆକ୍ଟ। ଆପଣମାନେ ବି ଅଭିନୟ କରିପାରିବେ। ଅଭିନୟର ଗୋଟେ କଳା ଅଛି, ଅଭିନୟର ଗୋଟେ ଶିକ୍ଷା ଅଛି। ସେ ଶିକ୍ଷାକୁ ନ ଜାଣିକି ଆପଣ ଯଦି ଏଇନା ଯାତ୍ରା ପାର୍ଟିକି ଡେଇଁ ପଡ଼ିବେ, ନିହାତି ସେଠି ଆପଣ ଏଇ ଯୋଉ ବଡ଼ ବଡ଼ କଳାକାର ଅଛନ୍ତି ତାଙ୍କ ସାଙ୍ଗରେ ପାରିବେ। ତେଣୁ 3 ବର୍ଷ ପରେ ଏ ବର୍ଷ ମୋର କ'ଣ କି ଟେଣ୍ଟ କରିବି ଏଥର। ମୁଁ ୱିଦାଉଟ୍ ଟେଣ୍ଟରେ କରୁଥିଲି ତପସ୍ୟା ରଙ୍ଗମଞ୍ଚ। ଟେଣ୍ଟ ଚେୟାର ସବୁ ଏଥର ହେଇକି ଏଥର ନୂଆ ରୂପରେ ସେଇଠି ମୁଁ କହୁଛି ଭିନ୍ନ ରୂପରେ ଯୋଉ ବାହାରିବ, ଯେମିତି ସମସ୍ତେ ଯାତ୍ରା ପାର୍ଟି କରୁଛନ୍ତି ସେଇଭଳିଆ ଏ ବର୍ଷ ବି ବାହାରୁଛି। ତେଣୁ ଆପଣମାନଙ୍କ ମଧ୍ୟରେ ଅନୁରୋଧ ଏବଂ ଦର୍ଶକ ଯେତେ ଅଛନ୍ତି, ଆମର କମିଟି ଭାଇମାନେ ଯେତେ ସବୁ ଅଛନ୍ତି, ସମସ୍ତେ ଆସନ୍ତୁ। ମୋର ଏଇ ଭୁବନେଶ୍ୱରରେ ଆଖଡ଼ା ହବ, ସମସ୍ତେ ଆଖଡ଼ା ଦେଖିବେ ଏବଂ ତପସ୍ୟା ରଙ୍ଗମଞ୍ଚର ପ୍ରଥମ ହେଉଛି ନାଟକ। ଏବଂ ମୁଁ ଯେତେବେଳେ ଗୋଟେ ମ୍ୟୁଜିକ୍ ଡାଇରେକ୍ଟର, ମୁଁ ସବୁବେଳେ ଦେଖେ ଯେ ମୋ ନାଟକର ସଙ୍ଗୀତ ଗୁଡ଼ିକ ଭଲ ହେଉଛି କି ନାହିଁ, ସବୁ ନାଟକର ସଙ୍ଗୀତ ଏବଂ ନୃତ୍ୟ। ଆପଣ ଏବେ ବହୁତ ଦର୍ଶକ ହେଇଗଲେଣି ରେକର୍ଡ ଡ୍ୟାନ୍ସ ମେଲୋଡ଼ିର। ମୁଁ ଅଶ୍ଳୀଳ ନୃତ୍ୟକୁ ଟୋଟାଲି ଆଜ୍ଞା ବାଦ୍ ଦେଇକି ଭଲ ନୃତ୍ୟ କରିକି ଲୋକଙ୍କୁ ଆରାମସେ ବସେଇ ହବ। ଅଶ୍ଳୀଳତାକୁ ହଟେଇବା ହେଉଛି ମୋର ପ୍ରଥମ ଏମ୍। ଆପଣ ଦେଖିବେ ତପସ୍ୟା ରଙ୍ଗମଞ୍ଚରେ ଅଶ୍ଳୀଳତା ନଥିବ। ସବୁ ପାର୍ଟିରେ ଆପଣ ଦେଖିବେ କେବଳ ହାଉସଫୁଲ୍ କରିବା ପାଇଁ ଥିବ, ଏଠି କିନ୍ତୁ ମୋର ଏତେ ସୁନ୍ଦର ନାଚ ନାଚନ୍ତି। କମର୍ସିଆଲ ତ ଆଉ କମର୍ସିଆଲ ବୋଲି କ'ଣ ଶାଢ଼ୀ ଖସେଇକି ନାଚିବ ଦେହରୁ? ନା, ଦରକାର ନାହିଁ। ଆମେ ବହୁତ ପ୍ରକାର କମର୍ସିଆଲ ଜିନିଷ ଜାଣିଛୁ, ଆଜି ପର୍ଯ୍ୟନ୍ତ କରିକରି ଆସିଛୁ ଏବଂ ମୋର ଏତେ ଦୃଢ଼ ବିଶ୍ୱାସ ଅଛି ନିଜ ଉପରେ। ଏ ବର୍ଷ ତପସ୍ୟା ଆପଣମାନଙ୍କୁ ନିହାତି ବହୁତ ଭଲ ଲାଗିବ, ତପସ୍ୟା ରଙ୍ଗମଞ୍ଚ। ତେଣୁ ସମସ୍ତଙ୍କ ଅନୁରୋଧ ମୋ ମାଧ୍ୟମରେ ଯୋଉ ପିଲାମାନେ ବି ଅଛ ଓଡ଼ିଶାରେ, ମୋର 22 ତାରିଖରେ ହେଉଛି ଇଣ୍ଟରଭ୍ୟୁ କାଳୀ ମନ୍ଦିରରେ। ତୁମେମାନେ ସମସ୍ତେ ଆସ, ଯୋଉମାନେ ଆଗ୍ରହ ଅଛ ଯାତ୍ରାକୁ ପ୍ରଫେସନ କରି ବଞ୍ଚିବା ପାଇଁ, ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ କହିଲି ଏ ବର୍ଷ ତପସ୍ୟା ରଙ୍ଗମଞ୍ଚର ଦେଖିବେ ସବୁଠି ଧମାକା କରିବ। ନିହାତି ମୋର ଏତେ 3 ଖଣ୍ଡ ନାଟକ, ବହୁତ ବଢ଼ିଆ ବଢ଼ିଆ ନାଟକ। କାନ୍ଦିବାକୁ ଆଖି କାନ୍ଧ ଖୋଜୁଛି ଦୀପକ ଜେନାଙ୍କର, ଆଶୁତୋଷ ମହାପାତ୍ରଙ୍କର ଟିଟୋପା ଲୁହକୁ ଚେନ୍ନାଇ ହସ ଏବଂ ଆମର ଚୁନା ଭାଇ ମୁକ୍ତିକାନ୍ତ ସାମଲଙ୍କର ହେଉଛି କ'ଣ ବନ୍ଧା ପଡ଼ିଛି ମୋ ବନ୍ଧୁ ପ୍ରେମରେ ଏବଂ ଆମର ଆମ ଚଉକି ହବ କୋଉଠି, ଆମର ନୂତନ ନାଟ୍ୟକାର। ପ୍ରତ୍ୟେକ ବର୍ଷ ମୁଁ 2 ଜଣ ନୂଆ ନାଟ୍ୟକାରଙ୍କୁ ସ୍କୋପ୍ ଦିଆଯାଏ ଏବଂ 2 ଜଣ ନୂଆ ନିର୍ଦ୍ଦେଶକଙ୍କୁ ବି ଏଠି ସ୍କୋପ୍ ଦିଆଯାଏ। ଯେଉଁମାନେ ନାଟ୍ୟକାର ହେବାକୁ ଚାହୁଁଛନ୍ତି ପ୍ରଫେସନାଲ ପାର୍ଟିରେ, ଯେଉଁମାନେ ନିର୍ଦ୍ଦେଶକ ହେବାକୁ ଚାହୁଁଛନ୍ତି, କେଉଁମାନେ ଟେକ୍ନିସିଆନ ହେବାକୁ ଚାହୁଁଛନ୍ତି, କିଏ ଲାଇଟ୍ ଭଲ ଡିଜାଇନର ହେଉଛନ୍ତି, କିଏ ଭଲ ସାଉଣ୍ଡ ଡିଜାଇନର ହେବାକୁ ଚାହୁଁଛି, ସମସ୍ତଙ୍କୁ। ଆଉ ଗୋଟେ ବଡ଼ କଥା ମୁଁ ରଖିଛି ଆଜ୍ଞା, ମୁଁ ଯେତେବେଳେ 30-35 ବର୍ଷ ତଳେ ଅଭିନୟ କରୁଥିଲି ସେତେବେଳେ ଝିଅ ପିଲାମାନେ କେହି ନଥିଲେ। ଆମେ ସବୁ ପୁଅ ପିଲାମାନଙ୍କୁ ଝିଅ ପିଲା କରିକି ଆମର ହିରୋଇନ୍ ହେଉଥିଲେ। ମୁଁ ଅର୍ଜୁନ ହେଲେ ଆଉ ଗୋଟେ ପୁଅ ପିଲା ହେଇଥିବ ମୋର ସୁଭଦ୍ରା। ଏମିତି ବହୁତ ନାଟକ ମୁଁ କରିଛି।
ଏବଂ ଦେଖୁଛି ବର୍ତ୍ତମାନ ଝିଅଙ୍କୁ ନେଇକି ଏତେ କଷ୍ଟ ହେଲାଣି ବର୍ତ୍ତମାନ ଗୋଟେ ଭଲ ଲେଡି ଆର୍ଟିଷ୍ଟ ତିଆରି କରିବା ବଦଳରେ ଏବେ ବର୍ତ୍ତମାନ ବଢିଆ ଟ୍ରାନ୍ସଜେଣ୍ଡର ମାନେ ପୁରା ଡିଟୋ ଝିଅ ଆଜ୍ଞା ସେମାନେ ଏତେ ସୁନ୍ଦର ଅଭିନୟ କରୁଛନ୍ତି ଝିଅ ପିଲାଙ୍କୁ ଆପଣଙ୍କୁ ମୁଁ ଏଥର 3 ଜଣ ଖଣ୍ଡେ ଟ୍ରାନ୍ସଜେଣ୍ଡର ବି ମୋ ପାର୍ଟିରେ ରଖୁଛି ଯୋଉଥିରେ ଦେଖିବେ ସେମାନଙ୍କୁ କେହି ଚିହ୍ନି ପାରିବେନି ଯେ ଇଏ ପୁଅ ନା ଝିଅ এটা ଫାଷ୍ଟ ଟାଇମ୍ ଏଇଟା ମୁଁ ରଖୁଛି ଏବଂ ସେମାନଙ୍କୁ ବି ଡାକିଛି ଆପଣ ସେମାନଙ୍କ ଫଟୋ ବି ଛାଡି ପାରିବେ ଦେଖିବେ ସେମାନଙ୍କର ଅଭିନୟ ତାଙ୍କ ସାଙ୍ଗରେ ଝିଅମାନେ ବି ରହିବେ ଏବଂ ପୁଅମାନେ ବି ରହିବେ ଯୋଉଦିନ କମ୍ପ୍ଲେନ କରିବେ ନା ନା ଇଏ କରିପାରୁନାହାନ୍ତି ତାକୁ ବନ୍ଦ କରିଦିଅ ଦର୍ଶକ କହିବେ ଦେଖିବେ ସେଦିନ ମୁଁ ବନ୍ଦ କରିକି ଝିଅ ପିଲାକୁ ଛାଡ଼ିବି ତା ପରଦିନ ସେ କହିବେ ଝିଅ ପିଲାଟା କଣ କଲା ଏବଂ ପୁଅ ପିଲାଟା କଣ କରୁଥିଲା ସେ ତ ପୁଅ ପିଲା ନୁହନ୍ତି ସେମାନେ ତ ନା ଅଲରେଡି ଝିଅ ପିଲା ହେଇସାରିଛନ୍ତି ସବୁ ଟ୍ରାନ୍ସଜେଣ୍ଡର ମାନେ ତେଣୁ ପୁରା ଝିଅ ପିଲା ପୁରା ତାଙ୍କର କଥାବାର୍ତ୍ତା ଚାଲିଚଳି ଶୈଳୀ ସବୁ ହଉଛି ତେଣୁ ସେମାନଙ୍କୁ ନେଇକି ଗୋଟେ ନୂତନ ପ୍ରୟାସ କରୁଛି ପ୍ରଥମ ଗୋଟେ ବଡ ଆଟେମ୍ପ ନଉଛି ଯୋଉଟା ଯାତ୍ରା ପାଟିରେ ମୋର ନାରୀ ଅଭିନେତ୍ରୀ ମାନଙ୍କୁ ନେଇକି ଯୋଉ କଣ୍ଟ୍ରୋଭର୍ସି ସବୁ ଦେଖୁଛନ୍ତି ଚାଲିଛି ସେମାନେ ବର୍ତ୍ତମାନ କାହିଁକି ମୁଖ୍ୟ ସ୍ରୋତକୁ ଆମର ନ ଫେରିବେ ଯୋଉମାନଙ୍କର କଳା ଅଛି ଦେହରେ ଆର୍ଟ ଅଛି ସେମାନେ ଆର୍ଟ ବେପାର ନ କରିକି ଏ ବାଜେ ଧନ୍ଦା ସବୁ କାହିଁକି କରିବେ ସେମାନେ କାହିଁକି ମୁଖ୍ୟ ସ୍ରୋତକୁ ଫେରିବାକୁ କଣ ତାଙ୍କର ଇଚ୍ଛା ନାହିଁ ନା ଦର୍ଶକଙ୍କୁ କେବଳ ଆଜ୍ଞା ନାଟକ ଦେଖାଯାଏ ଆଉ କିଛି ଆଜ୍ଞା ଫାଟକ ଦେଖନ୍ତିନି ଫାଟକ ତ ମାଗଣା ଦେଖନ୍ତି ସେମାନେ ବାହାରକୁ ଭିତରେ ଯୋଉ ନାଟକଟି ଦେଖନ୍ତି ଆସନ୍ତୁ ତପସ୍ୟା ରଙ୍ଗମଞ୍ଚକୁ ଆଜ ଏ ଟିଚର ଯାତ୍ରାପାଟିର 30 ବର୍ଷର ଜଣେ ଟିଚର ହିସାବରେ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦଉଛି ଆଜି ପର୍ଯ୍ୟନ୍ତ ଯେମିତି 3 ବର୍ଷ ହେଲା ଆପଣ ମାନେ ମୋ ତପସ୍ୟା ରଙ୍ଗମଞ୍ଚକୁ ଭଲ ପାଇଛନ୍ତି ଏବଂ ନାଟକ ଗୁଡ଼ିକର ଏତେ ପ୍ରଶଂସା କରିଛନ୍ତି କାରଣ ସବୁ ଯାକ ମ୍ୟାକ୍ସିମମ୍ ହଉଛନ୍ତି